ସମସ୍ତଙ୍କୁ ପୁଣି ଥରେ ମୋ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ କରୁଛି। ଯେଉଁମାନେ ଯଦି ନୂଆ କରି ଆସିଥିବେ ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରିନେବେ। ମୁଁ ଯେତେବେଳେ ଇତିହାସ ପ୍ରବନ୍ଧର MCQ ସମ୍ପର୍କ ଆଲୋଚନା କଲି, ସେଠାରେ 12 ନମ୍ବର ଥିବା ପ୍ରଶ୍ନକୁ ମୁଁ ଭୁଲ ଉତ୍ତର ଦେଇଥିଲି ଯେ କେଉଁ ଶିକ୍ଷା ଅଧିକ ଉପଯୋଗୀ। ମୁଁ ସେଥିରେ ଉତ୍ତର କହିଥିଲି ଉପଦେଶାତ୍ମକ ଶିକ୍ଷା ବୋଲି, କିନ୍ତୁ ଏଇଟା ପ୍ରକୃତରେ ଭୁଲ ଉତ୍ତର। ତ ଦୃଷ୍ଟାନ୍ତ ଶିକ୍ଷା ହିଁ ଏହାର ପ୍ରକୃତ ଉତ୍ତର ହେବ। ଦୃଷ୍ଟାନ୍ତ ଶିକ୍ଷା ହେଉଛି ଅଧିକ ଉପଯୋଗୀ। ତ ଆପଣମାନେ ମଧ୍ୟ এই ଦୃଷ୍ଟାନ୍ତ ଶିକ୍ଷାକୁ ଲେଖିନେବେ ବା ମନେ ରଖିବେ ଯେ ଦୃଷ୍ଟାନ୍ତ ଶିକ୍ଷା ହେଉଛି ଆମ ପାଇଁ ଅଧିକ ଉପଯୋଗୀ। ଚାଲନ୍ତୁ ଆଜି ଆକାଶ କଇଁଛ ସେ ମନୋଜ ଦାସ ରଚନା କରିଥିବା ଗଳ୍ପ ସମ୍ପର୍କ ଆଲୋଚନା କରିବା। ତାଙ୍କର ଅନେକ ଗୁଡ଼ିଏ ସେ ଗଳ୍ପର ଅନେକ ଗୁଡ଼ିଏ MCQ ସମ୍ପର୍କରେ। ପ୍ରଥମ ପ୍ରଶ୍ନ ଅଛି, ସରୋବରରେ ରହୁଥିବା କଚ୍ଛପଟିର ନାମ କ'ଣ ଥିଲା? ସେ ସରୋବରରେ ବା ସେ ପୋଖରୀରେ ରହୁଥିବା କଚ୍ଛପଟିର ନାମ ଥିଲା, ଅପସନ୍ ଅଛି ଚିତ୍ରଗ୍ରୀବ, କମ୍ବଗ୍ରୀବ ହେଇଛି କମ୍ବୁଗ୍ରୀବ, ଏଇଟା ଶଙ୍ଖଗ୍ରୀବ, ମଣିଗ୍ରୀବ। ତ ଏହାର ପ୍ରକୃତ ଉତ୍ତର ହେବ କମ୍ବୁଗ୍ରୀବ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଋତୁରେ ଦୁଇ ଗୋଟି ହଂସ ସରୋବରରେ ଉପନୀତ ହେଉଥିଲେ? କେଉଁ ଋତୁରେ ଦୁଇ ଗୋଟି ହଂସ ସରୋବରକୁ ଆସୁଥିଲେ? ଅପସନ୍ ଅଛି ଶୀତ ଋତୁ, ଶରତ ଋତୁ, ବର୍ଷା ଋତୁ, ବସନ୍ତ ଋତୁ। ତ ଏହାର ପ୍ରକୃତ ଉତ୍ତର ହେବ ବର୍ଷା ଋତୁ। ବର୍ଷା ଋତୁରେ ଦୁଇ ଗୋଟି ହଂସ ସରୋବରରେ ଉପନୀତ ହେଉଥିଲେ। ପରୀକ୍ଷା ସଫଳ ବୋଲି କିଏ କହିଥିଲା? ସେ ଦୁଇ ଗୋଟି ହଂସର ନାମ ଥିଲା। ଏମିତି ପ୍ରଶ୍ନ ଆସିପାରେ, ଦୁଇ ଗୋଟି ହଂସର ନାମ କ'ଣ? ଗୋଟେ ହେଉଛି ସଙ୍କଟ ଆଉ ଗୋଟେ ହେଉଛି ବିକଟ। ତ ସେ ଦୁଇ ଗୋଟି ହଂସମାନଙ୍କ ମଧ୍ୟରୁ ପରୀକ୍ଷା ସଫଳ ବୋଲି କିଏ କହିଥିଲା? ଯେତେବେଳେ ସେ କଇଁଛକୁ ନେଉଥିଲେ ସେମାନେ, ତ ପ୍ରଥମ ପରୀକ୍ଷା ବା ସେମାନେ ଯେଉଁ ନେଲେ ହଂସକୁ କଚ୍ଛପକୁ, ତ ପରୀକ୍ଷା ସଫଳ ହେଲା ବୋଲି କିଏ କହିଥିଲା? ଏହାର ଅପସନ୍ ଅଛି ସଙ୍କଟ, ବିକଟ, ଚିତ୍ରଗ୍ରୀବ, କମ୍ବୁଗ୍ରୀବ। ତ ଏହାର ପ୍ରକୃତ ଉତ୍ତର ହେବ ବିକଟ। ବିକଟ ହିଁ କହିଥିଲା ଯେ ପରୀକ୍ଷା ସଫଳ ହେଲା ବୋଲି। ଶୂନ୍ୟରେ ଥିବା ଯାଏ, ପରବର୍ତ୍ତୀ ପ୍ରଶ୍ନ, ଶୂନ୍ୟରେ ଥିବା ଯାଏ ମୁହଁ ନ ଖୋଲିବାକୁ କିଏ କମ୍ବୁଗ୍ରୀବକୁ ଚେତେଇ ଦେଇଥିଲେ? ଯେହେତୁ ଗୋଟିଏ କାଠି ସାହାଯ୍ୟରେ, ଗୋଟିଏ କାଠିର ଦୁଇ ପ୍ରାନ୍ତକୁ ଦୁଇଟି ହଂସ ତାଙ୍କ ପାଟିରେ ରଖିଥିଲେ ଏବଂ କଚ୍ଛପକୁ ନେଉଥିଲେ। ତ ସେ ସମୟରେ ସେ କହୁଥିଲେ ଯେ ଆମେ ଯେ ପର୍ଯ୍ୟନ୍ତ ଶୂନ୍ୟରେ ଥିବା ସେ ପର୍ଯ୍ୟନ୍ତ ମୁଖ ନ ଖୋଲିବାକୁ କମ୍ବୁଗ୍ରୀବକୁ ବା ସେ କଚ୍ଛପକୁ ଚେତେଇଥିଲେ ସେ ସଙ୍କଟ ବିକଟ ମଧ୍ୟରୁ। ତ ଏ କଥା କିଏ କହିଥିଲେ? ସଙ୍କଟ କହିଥିଲେ ନା ବିକଟ କହିଥିଲେ, ସୁଗ୍ରୀବ ବା ମର୍କଟ? ଏଇଟା ଅପସନ୍ରେ ଅଛି। ତ ଏ ଦୁଇଟି ଅପସନ୍ ତ ଭୁଲ ଉତ୍ତର। ଏ ଦୁଇଟି ମଧ୍ୟରୁ ଯେଟା ଗୋଟେ ବି ହେବ। ତ ଏହାର ପ୍ରକୃତ ଉତ୍ତର ହେବ ଶୂନ୍ୟରେ ଥିବା ଯାଏ ମୁହଁ ନ ଖୋଲିବାକୁ ସଙ୍କଟ ହିଁ କମ୍ବୁଗ୍ରୀବକୁ ବା ସେ କଚ୍ଛପକୁ ଚେତେଇ ଦେଇଥିଲେ। ହେଲା, ପଢ଼ିନେବେ ଗଳ୍ପରୁ, ବହୁତ ମଜାଦାର ଗଳ୍ପଟିଏ। ପରବର୍ତ୍ତୀ ପ୍ରଶ୍ନ, ଆକାଶର ଭବିଷ୍ୟତ ଅନ୍ଧକାର ବୋଲି କିଏ କହିଛି? ଯେତେବେଳେ କଚ୍ଛପ ଆକାଶରେ ଉଡ଼ୟମାନ ହେଉଛି ଦୁଇ ଗୋଟି ହଂସ ସାହାଯ୍ୟରେ, ସେ ସମୟରେ ଆକାଶର ଭବିଷ୍ୟତ ଅନ୍ଧକାର ବୋଲି କିଏ କହିଥିଲା? ଅପସନ୍ ଅଛି ଚିଲ, ବଗ, କାଉ। ଡବଲ ଅପସନ୍ କାଉ ହୋଇଯାଇଛି। ତ ଏହାର ପ୍ରକୃତ ଉତ୍ତର ହିଁ ସେ କାଉ ଆକା, ଡବଲ କାଉ ହୋଇଯାଇଛି। ତ ଗୋଟେ କାଉ ହେବ, ଯେଉଁ କାଉ ବି ଆକାଶର ଭବିଷ୍ୟତ ଅନ୍ଧକାର ବୋଲି କାଉ ହିଁ କହିଥିଲା। ଭୁଲ ଟାଇପିଂ ମିଷ୍ଟେକ୍ ହୋଇଯାଇଛି। ତ ଏହାର ପ୍ରକୃତ ଉତ୍ତର କାଉ ହିଁ। ତାପରେ ପରବର୍ତ୍ତୀ ପ୍ରଶ୍ନ, ହଂସମାନେ ବିଶ୍ୱାସଘାତକ ବୋଲି କିଏ କହିଛି? ହଂସମାନେ ବିଶ୍ୱାସଘାତକ ବୋଲି କିଏ କହିଛି? ବତାସୀ, ଘରଚଟିଆ, ବଗ ନା ଚିଲ? ଏ ଚାରୋଟି ଅପସନ୍ ମଧ୍ୟରୁ ସଠିକ୍ ଉତ୍ତର ହେଉଛି ବଗ, ବା ସଠିକ୍ ଅପସନ୍ ହେଉଛି ବଗ। ହଂସମାନେ ବିଶ୍ୱାସଘାତକ ବୋଲି ବଗ ହିଁ କହିଛି। ପରବର୍ତ୍ତୀ ପ୍ରଶ୍ନ, କେଉଁ ଶବ୍ଦଟିକୁ କମ୍ବୁଗ୍ରୀବ ଗଲାଧକରଣ କରିଦେଇଥିଲା? କେଉଁ ଶବ୍ଦଟିକୁ ସେ କହିପାରୁନଥିଲା, ମାନେ ଚୁପ୍ ରହିଥିଲା କେଉଁ ଶବ୍ଦ କହିବା ପାଇଁ? ଅପସନ୍ ଅଛି ଆ, ବୁଦ୍ଧୁ, ମୂର୍ଖ, ବୋକା। ତ ଏହାର ପ୍ରକୃତ ଉତ୍ତର ହେବ ବୁଦ୍ଧୁ। ବୁଦ୍ଧୁ ଶବ୍ଦଟିକୁ ସେ ଗଲାଧକରଣ କରିଦେଇଥିଲା। ପରବର୍ତ୍ତୀ ପ୍ରଶ୍ନ, ରାଜା ଉଡ଼ନ୍ତ କଚ୍ଛପଟିକୁ ଦେଖି କ'ଣ କହିଥିଲେ? ସେ କଚ୍ଛପକୁ ଉଡ଼ିବା ଦେଖି ରାଜା କ'ଣ କହିଥିଲେ?
ऑप्शन अच्छी आश्चर्य, अद्भुत, असाधारण, विचित्र। तो यार सठिक उत्तर हेब विचित्र। राजा उड़ंत कच्छपटी को देखि विचित्र कहिथिले। तांको राज्य रे किए उड़ी जीवार देखा जाए बोली विदेशी राजदूत कहिथिले। ऑप्शन अच्छी ठेकुआ, शियाल, मईसी, घुसुरी। तो यार प्रकृत उत्तर हेब घुसुरी। घुसुरी ही तांको राज्य रे उड़ी जीवा देखा जाए बोली विदेशी जो राजदूत थिले से कहिथिले। केते वर्षरे थरे शून्यरू कच्छप पुष्टि हो बोली कहा जायछि। से गल्प रे केते वर्षरे थरे शून्यरू कच्छप पुष्टि हो बोली कहा जायछि। ऑप्शन अछि 100, सहस्र, अयुत, लक्षे। तो यार प्रकृत उत्तर हेब सहस्र। सहस्र वर्षरे थरे शून्यरू कच्छप पुष्टि हो बोली कहा जायछि। कच्छप मांस कहार अयोग्य बोली महापंडित कहिथिले। जेतेबेले कच्छप तले पड़ी मृत्युवरण करिछि से समय ए कच्छप को नहीं अनेक विवाद देखा देछि। तो कच्छप मांस कहार अयोग्य बोली महापंडित कहिथिले। ऑप्शन अछि देव मनोही, राज मनोही, साधारण मनोही, जन मनोही। तो यार प्रकृत उत्तर हेब राज मनोही अर्थात राज खाद्य रे ए कच्छप मांस अंतर्भुक्त नुहे बोली से समय से गल्पर ऋषिया बा राजा ऋषिया कहिथिले। परवर्ती प्रश्न, सेनापति क्यों रोगरू मुक्ति पाइबा पाई फाले कच्छ मांस खाइबा को कहिथिले। सेनापति क्यों रोगरू मुक्ति पाइबा पाई ना ऑप्शन अछि श्वास, अमाशय, गंठीबात, निमोनिया। तो यार प्रकृत उत्तर हेब गंठीबात। तो सेनापति गंठीबात रोगरू मुक्ति पाइबा पाई फाले मांस बा फाले कच्छ मांस खाइबा पाई से इच्छा प्रकाश करथिले। परवर्ती प्रश्न अछि, राजांको कोलरे पाचकर सहकारी कौन बिछाई देथिले। राजांको कोलरे से मांस खाइबा पाई कच्छ मांस खाइबा पाई राजांको कोलरे पाचकर सहकारी कौन बिछाई देथिले। ऑप्शन अछि चित्रित सतरंजी, मंत्रींको पगड़ी, मखमल चादर, राजांको उत्तरीय। तार सठिक उत्तर हेब मंत्रींको पगड़ी। परवर्ती प्रश्न, कंबुग्रीव कौन थिबारु ता परिवेश ताकू संतुष्ट करि पार नथिला। जो परिवेश रहउथिला कंबुग्रीव से कच्छप से परिवेश को से संतुष्ट मन कर नथिला। सेति पय से दुई गोटी हंस साहाय्य से अन्य एक परिवेश को जावा चाहुथिला। तो से कौन थिबारु परिवेश ताकू संतुष्ट कर पार नथिला। ऑप्शन अछि उच्चाभिलाषी, उच्चाकांक्षा, भावप्रवण एवं कल्पनाश्रयी। तो यार प्रकृत उत्तर हेब उच्चाकांक्षा बा उच्चाकांक्षी बोली मते कह पारे। तो परवर्ती प्रश्न, महत कार्य बोली राजा क्यों कार्य को इंगित करछंती। महत कार्य बोली राजा क्यों कार्य को इंगित करथिले शेष रे। तो ऑप्शन अछि शिकार, वैदेशिक संपर्क, युद्ध, राजोत्सव। तो यार प्रकृत उत्तर हेब युद्ध। युद्ध को शेष से महत्व कार्य बोली इंगित करथिले। धन्यवाद। ए भिडियो रे एतिकी प्रश्न परवर्ती भिडियो रे आ अन्य चैप्टर संपर्क रे आलोचना करिबा। सेति पय जे मन नया कर जॉइन करथिबे से मन चैनल को सब्सक्राइब कर नेबे एवं सांग साथी मानकु मध्य शेयर कर देबे। धन्यवाद।